ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ ଗତ 23 ଫେବୃଆରୀରେ ଗୋଟେ ଡକାୟତି କେସ୍ ରିପୋର୍ଟ ଥିଲା। ଆଉ ରିପୋର୍ଟକୁ ବେସ୍ କରି ବିଏନ୍ଏସ୍ ଧାରା 331 + 4 310 + 2 ରେ କେସ୍ ରେଜିଷ୍ଟର ହୋଇଥିଲା। ଆଉ ଡ୍ୟୁରିଂ ଇନଭେଷ୍ଟିଗେସନ୍ ଆମେ ଗତ ମାର୍ଚ୍ଚ 3ରେ 7 ଜଣଙ୍କୁ ଆରେଷ୍ଟ କରିଥିଲୁ। ତାଙ୍କଠୁ ପାଖାପାଖି 21 ଲକ୍ଷ ଟଙ୍କା ଆମେ ସିଜର କରିଥିଲୁ। ଗୋଟେ ଟି କାର୍ ଆଉ କିଛି ସୁନାଗହଣା ରିକଭରି ଥିଲା। ଆଜି ଆମେ 2 ଜଣଙ୍କୁ ଆରେଷ୍ଟ କରିଛୁ। ତାଙ୍କଠୁ 3 ଲକ୍ଷ ପାଖାପାଖି ସିଜର ହେଇଛି। ଆଉ ସେମାନଙ୍କୁ ଆଜି କୋର୍ଟ ଫରୱାର୍ଡ କରା। ଏବେ ଯାଏ ଆମେ ଟୋଟାଲ 9 ଜଣଙ୍କୁ ଆରେଷ୍ଟ କରିଛୁ। ଆଉ ଟୋଟାଲ 24 ଲକ୍ଷ ଟଙ୍କା ସିଜର ହେଇଛି। ଆଉ ଯାହାର ଇନଭଲଭମେଣ୍ଟ ଅଛି ଆମେ ତାକୁ ଇନଭେଷ୍ଟିଗେସନ ଯେ ଆସିବ ଜଣା ପଡ଼ିବ। ଆମେ ଗୋଟେ ସ୍ପେଶାଲ ଟିମ୍ କରାଯାଇଥିଲା ଏସଡିପିଓଙ୍କ ନେତୃତ୍ୱରେ ଗୋଟେ ଟିମ୍ ଆମେ କରାଯାଇଥିଲା। ଏସଡିପିଓ ଉମରକୋଟ, ତାଙ୍କ ସହିତ ଆଇଏସପି ଉମରକୋଟ ଆଉ 2 ଜଣ ସବଇନ୍ସପେକ୍ଟର ଥିଲେ ଆଉ 2ଟା କନଷ୍ଟେବଳ ଥିଲେ।